ସେଦିନ ରାତିରେ ନିଶା ମୋତେ ଘରକୁ ଡାକିଲା, ହେଲେ ତାଙ୍କ ଘରେ କେହି ନଥିଲେ। ମୋତେ ସିଧା ବେଡରୁମ୍ ଭିତରକୁ ନେଇ ଗୋଟେ କିସ୍ ଦେଇଥିଲା। ପ୍ରଥମ ଥର ତାର ସେ କିସ୍ରେ ମୋ ଦେହ ଭିତରେ ଶିହରଣ ଖେଳି ଯାଇଥିଲା। ମୋତେ କହିଲା, କ'ଣ ହେଲା ପୁଅ ହେଇ ଡରୁଛ? ଯଦି ଭଲ ପାଉଛ କହିପାରୁନ କେମିତି? କେବେଠୁ ତମ ମୁହଁରୁ ଆଇ ଲଭ୍ ୟୁ ଶୁଣିବାକୁ ଅପେକ୍ଷା କରିଛି। ବାସ୍, ତାପରେ ଆରମ୍ଭ ହୋଇଯାଇଥିଲା ନିଶା ଆଉ ମୋ ଭିତରେ ନୂଆ ଜୀବନର ନୂଆ ଏକ ଅଧ୍ୟାୟ। କ'ଣ ଥିଲା ପୁରା କାହାଣୀ, ଆସନ୍ତୁ ଆରମ୍ଭ କରିବା। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ ରୋମାଣ୍ଟିକ୍ ପ୍ରେମ କାହାଣୀକୁ ଆପଣଙ୍କୁ ସ୍ୱାଗତ। ନିଦରେ ଶୋଇଥିଲି, ସମୟ ରାତି 2ଟା ପାଖାପାଖି ହେବ। ହଠାତ୍ ଗୋଟେ କଲ୍ରେ ନିଦଟା ଭାଙ୍ଗିଗଲା। ସେପଟୁ ଜଣେ ଝିଅର ସ୍ୱର ଥିଲା। ଟିକିଏ ଗମ୍ଭୀର ହୋଇଗଲି। ସେପଟୁ ସେ କହିଲା, ଭାଇ ଟିକେ ସାହାଯ୍ୟ କରିବ? ମୁଁ ନିଶା କହୁଛି, ତମ ପଡ଼ୋଶୀ। ମୋ ମା ଦେହ ଭାରି ସିରିୟସ୍, ଘରେ କେହି ନାହାନ୍ତି, ଟିକେ ହସ୍ପିଟାଲ ନେଇଯିବ। ନିଶା ମୋ ପଡ଼ୋଶୀ ଥିଲା, ମୋ ଫେସବୁକ୍ରେ ଫ୍ରେଣ୍ଡ ବି ଥିଲା। ମୋ ଅଫିସ୍ ବୋର୍ଡ଼ରୁ ନମ୍ବରଟା ନେଇ ମୋତେ କଲ୍ କରିଥିଲା। ବିଳମ୍ବ ନ କରି ଗାଡ଼ି ବାହାର କରିଥିଲି ଆଉ ହସ୍ପିଟାଲରେ ପହଞ୍ଚାଇ ଦେଇଥିଲି। ବିପିଟା ପୁରା ହେଇଯାଇଥିଲା। ଡାକ୍ତର କହିଲେ ଯଦି ଆଉ ଟିକେ ଡେରି ହେଇଥାନ୍ତା ହୁଏତ କିଛି ବି ହେଇଯାଇଥାନ୍ତା। ମୋତେ ନିଶା ଗୋଟେ ଧନ୍ୟବାଦ ଦେଲା। ମୁଁ କହିଲି, ନାଇଁ, ସେଇଟା ତ ମଣିଷର କର୍ତ୍ତବ୍ୟ। ସାଥିରେ କେହି ନଥିଲେ, ବିଚାରୀ ଏକା ଥିଲା। ଛାଡ଼ି ଆସିବାକୁ ଇଚ୍ଛା ହେଲାନି। ମା ବେଡ଼୍ରେ ଥିଲା ଆଉ ସେ ସେଠି ବସିଥିଲା। ମୋତେ ଯିବାକୁ କହିଲା। ମୁଁ କହିଲି, ନାହିଁ, ମୁଁ ଅଛି, ରାତି ପାଉ ତାପରେ ଯିବି। ନହେଲେ କିଛି ଦରକାର ପଡ଼ିଲେ ତମେ ଏକୁଟିଆ ହଇରାଣ ହେବନି। ବାସ୍, ପୁରା ରାତିଟା ସେଇ ହସ୍ପିଟାଲ ବେଡ଼୍ରେ ଗପସପ୍ ଭିତରେ କଟି ଯାଇଥିଲା। ଆଉ ସେ ଗପସପ୍ ଭିତରେ ବୋଧେ ଆମେ ଦୁଇଜଣ ପରସ୍ପରକୁ ଭଲ ଭାବେ ବୁଝି ସାରିଥିଲୁ ଆଉ ନିକଟତର ବି ହେଇସାରିଥିଲୁ। ରାତି ପାହିଲା ଆଉ ତାଙ୍କ ମା ବି ଷ୍ଟେବୁଲ୍ ହେଇଯାଇଥିଲେ। ଡାକ୍ତର ବି ଡିସଚାର୍ଜ କରିଦେଲେ। ଆମେ ତାଙ୍କୁ ସାଙ୍ଗରେ ନେଇ ଘରକୁ ପଳାଇ ଆସିଲୁ। ତାଙ୍କ ମାଆକୁ ଘରେ ଛାଡ଼ୁ ଛାଡ଼ୁ ତାଙ୍କ ମା କହିଲା, ଆଜିଠୁ ତୁ ବି ମୋର ଗୋଟେ ପୁଅ। ନିଶାର ବାପା ବରଗଡ଼ରେ ଚାକିରି କରୁଥିଲେ ଆଉ ପୁଅ ଆମେରିକାରେ ରହୁଥିଲା। 2 ବର୍ଷ ହେଲାଣି ଘରକୁ ଆସୁନଥିଲା। ତାପରେ ନିଶା ଘରକୁ ଯିବା ଆସିବା ସବୁବେଳେ ଆରମ୍ଭ ହୋଇଯାଇଥିଲା। ତାଙ୍କ ଘର ସାଇଟ୍ଟା ମୋ ଅଫିସ୍ ଥିଲା ଆଉ ସେଇ ବିଲ୍ଡିଂର ଉପର ମହଲାରେ ମୁଁ ରହୁଥିଲି। ଘରଟା ନିଜର ନଥିଲା, ଭଡ଼ା ଘର ଥିଲା। ପାଖରେ କେହି ନଥିଲେ, କିଏ ବା ରହିବ? 15 ବର୍ଷ ବୟସରେ ମା ଚାଲିଗଲା। 21 ବର୍ଷ ବୟସରେ ବାପା ଚାଲିଗଲେ। ତା ପୂର୍ବରୁ ଭଉଣୀର ବାହାଘର ହେଇସାରିଥିଲା। ନୂଆ ବିଜନେସ୍ ଆରମ୍ଭ କଲି ଆଉ ଗାଁ ଛାଡ଼ି ଭୁବନେଶ୍ୱର ଚାଲି ଆସିଲି। କିନ୍ତୁ ଏକୁଟିଆ ଜୀବନ ଭିତରେ ମୋ ଜୀବନକୁ ନୂଆ କରି ପଶି ଆସିଲା ନିଶା ଆଉ ନିଶାର ସେ ପରିବାର। ଏମାନେ ସମସ୍ତେ ମୋ ପାଇଁ ଥିଲେ ଯେମିତି ବଞ୍ଚିବାର ନୂଆ ସାହାରା। ଏକୁଟିଆ ଥିଲାବେଳେ କେତେବେଳେ ଖାଉଥିଲି ତ କେତେବେଳେ ଉପାସ ଶୋଇପଡ଼ୁଥିଲି, ତାର କିଛି ଠିକଣା ନଥିଲା। କିନ୍ତୁ ମୋତେ ନୂଆ ପରିବାର ମିଳିଗଲା ପରେ କେବେ ଆଉ ଉପାସ ଶୋଇନି। ନୂଆ କରି ଗଢ଼ି ଉଠୁଥିବା ସ୍ନେହ ଆଉ ମମତାର ସେ ସମ୍ପର୍କ ଭିତରେ ଗୋଟେ ନୂଆ ଜୀବନ ପାଇଲା ଭଳି ମୋତେ ଲାଗୁଥିଲା। ୟା ଭିତରେ ନିଶା ଆଉ ମୋ ଭିତରେ ପ୍ରେମ ହୋଇସାରିଥିଲା। ଏକଥାକୁ ଆମେ କେହି କାହାକୁ କହି ନ ପାରିଲେ ବି ତା ମା କିନ୍ତୁ ଅନୁଭବ କରିପାରୁଥିଲା। ଦିନେ ରାତିରେ ନିଶା ମୋତେ ଫୋନ୍ କରି ଡାକିଲା ଆଉ କହିଲା, ଟିକେ ଆସ, କାମ ଅଛି। ମୁଁ ବି ସବୁଦିନ ଭଳି ବିନା ଦ୍ୱିଧାରେ ତାଙ୍କ ଘରକୁ ଚାଲିଗଲି। ହେଲେ ମୁଁ ଜାଣିନଥିଲି ତା ମା ଘରେ ନଥିଲା, ତାଙ୍କ ମାମୁଁ ଘରକୁ ଯାଇଥିଲା। ସେଦିନ ସେ ଫେରିବାର ଥିଲା କିନ୍ତୁ ଫେରି ପାରିନଥିଲା। ସେ ବେଡରୁମ୍ ଭିତରକୁ ମୋତେ ଡାକି ନେଲା, ମୋତେ ଗୋଟେ କିସ୍ ଦେଲା। ସେଇ କିସ୍ ପରେ ମୋ ଦେହରେ ଯେମିତି ଏକ ଶିହରଣ ଖେଳିଗଲା। କିସ୍ ଦେଇ ସାରିବା ପରେ ନିଶା କହିଲା, କ'ଣ ପୁଅ ହେଇ ଡରୁଛ? ମୁଁ ଜାଣିଛି ତମେ ମୋତେ ବହୁତ ଭଲ ପାଉଛ, ହେଲେ ମୋତେ କହିବାକୁ ଡରୁଛ। ଆଇ ଲଭ୍ ୟୁ କହିବାକୁ ଏତେ ଡର? ମୁଁ କହିଲି, ଆଇ ଲଭ୍ ୟୁ। ସେ କହିଲା, ଏମିତି କୁହନ୍ତି, ଟିକେ ରୋମାଣ୍ଟିକ୍ ହେଇ କହୁନ। ସେ ରୋମାଣ୍ଟିକ୍ ମୋ ଦ୍ୱାରା ହେବନି ନିଶା, ବାସ୍ ତମକୁ ଭଲ ପାଏ। ସେ ପାଖକୁ ଆସିଲା ଆଉ ମୋତେ ହକ୍ କରିଦେଇ ରୋମାଣ୍ଟିକ୍ ହେଇଗଲା। ଏକୁଟିଆ ଦୁହେଁ ଦୁହିଁକୁ ପାଇ ଆଉ ସମ୍ଭାଳି ପାରିଲୁନି। ବୟସର ସେ ଉଛଳା ନଦୀରେ ଉବୁଟୁବୁ ହେଇଥିବା ଅଜଣା ପ୍ରେମଟା ଅଚାନକ ଶାରୀରିକ ସମ୍ପର୍କରେ ପରିଣତ ହୋଇଯାଇଥିଲା। ଆମର ଏମିତି କାମକୁ ଦେଖି ନିଶାର ସେ ବେଗଟା ଯେମିତି ଖୁସିରେ ନାଚି ଯାଉଥିଲା। ଏବେ ଆମର ସେ ପ୍ରେମଟା ସବୁଦିନ ଚାଲିଲା। ଯେହେତୁ ନିଶା ପାଇଁ କିଛି ପ୍ରତିବନ୍ଧକ ନଥିଲା, ସେଥିପାଇଁ ସେ ମୋ ଅଫିସ୍ ବୁଲିବା ବାହାନାରେ ମୋ ରୁମ୍କୁ ବି ଆସିଯାଉଥିଲା ଆଉ ସେଠି ବି ଆମ ସମ୍ପର୍କ ଚାଲୁଥିଲା। ଏମିତିରେ ବିତି ଯାଇଥିଲା 3 ବର୍ଷ। ଆଉ ହଠାତ୍ ଦିନେ ନିଶାର ଭାଇ ଆମେରିକାରୁ ଆସି ପହଞ୍ଚିଗଲା ଆଉ ସାଙ୍ଗରେ ଥିଲା ସେ ଇଂଲିଶ ସ୍ତ୍ରୀ। ଏକଥା କାହାକୁ ଜଣା ନଥିଲା। ଏକଥା ଜାଣିଲା ପରେ ସେ ଅଞ୍ଚଳରେ ହାଲ୍ଲା ହେଇଗଲା, ପ୍ରଧାନବାବୁ ପୁଅ ଆମେରିକାରୁ ଜଣକୁ ବାହା ହେଇ ଘରକୁ ଆଣିଛି। ଏକଥା ଶୁଣି ତାଙ୍କ ଘରେ ସମସ୍ତେ ଭାଙ୍ଗି ପଡ଼ିଥିଲେ। ଗୋଟେ ପୁଅ, କେତେ ଆଶା ଥିଲା, କେତେ ଧୁମଧାମରେ ବାହାଘର କରିବେ। ସହିପାରିଲେନି ନିଶାର ବାପା ମା। ପ୍ରଧାନବାବୁ ଏକଥା ଶୁଣି ଛୁଟି ନେଇ ଆସିଲେ ଆଉ ପୁଅକୁ ଗାଳି କଲେ। ପୁଅ ରାଗିଗଲା ଆଉ କେବେ ତମ ମୁହଁ ଚାହିଁବିନି କହି ଘରୁ ବାହାରିଗଲା। ପ୍ରଧାନବାବୁ ଟିକେ ଚିନ୍ତାରେ ପଡ଼ିଗଲେ।
ପୁଅ ଏମିତି କଲା କାଳେ ଝିଅ ଏମିତି କରିବ ଭାବି ତା ବାହାଘର ପାଇଁ ଲାଗି ପଡ଼ିଲେ। ଝିଅର ପ୍ରସ୍ତାବ ଦେଖିବା ଆରମ୍ଭ କରିଦେଇଥିଲେ। ନିଶା ଯେତେବେଳେ ଏକଥା ଜାଣିଲା ତା ମାଆକୁ ଆମ ବିଷୟରେ ସବୁ କହିଲା। ହେଲେ ମା ସବୁ ଜାଣିଥିଲେ ବି ତା ବାପାକୁ ଡରି ଯାଇଥିଲା। ବାପାକୁ କିଛି କହିପାରିନଥିଲା। ଶେଷରେ ନିଶା ପାଇଁ ବରପାତ୍ର ଠିକ୍ ହେଇଯାଇଥିଲା। ନିଶା ଆଉ ସହିପାରିଲାନି, ମୋତେ ନେଇଯିବାକୁ କହିଲା। ମୋ ପାଖରେ ବି ଆଉ କିଛି ଚାରା ନଥିଲା। ମୁଁ ସମସ୍ତଙ୍କ ଅଜାଣତରେ ନିଶାକୁ ମନ୍ଦିରରେ ବାହା ହେଇଗଲି। ଆଉ ନିଶା ବାପାକୁ କଲ୍ କରି ସବୁ ସତ କହିଦେଲି। ନିଶାର ବାପା ରାଗିଗଲେ ଆଉ କହିଲେ, ହଉ ଠିକ୍ ଅଛି, ପୁଅ ମରିଯାଇଥିଲା, ଆଜିଠୁ ଝିଅ ବି ମୋ ପାଇଁ ମରିଗଲା। ମନ୍ଦିରରୁ ବାହା ହେଇ ଘରକୁ ଆସିଲୁ। ଲାଜ ତ ଲାଗୁଥିଲା ଭୁଲ କାମଟେ କରିଛୁ ବୋଲି, ହେଲେ କ'ଣ କରିଥାନ୍ତୁ। ମୁଁ ନିଶାକୁ ହରେଇବାକୁ ଜମା ବି ଚାହୁଁନଥିଲି। ଆମ ବାହାଘରକୁ ବିତିଗଲାଣି 2 ବର୍ଷ। ସେଇ 2 ବର୍ଷ ଭିତରେ ଆମେ ଅନେକ ଚେଷ୍ଟା କରିଛୁ ତାଙ୍କ ବାପା ମାଆକୁ ନିଜର କରିବାକୁ। ହେଲେ ତାଙ୍କ ବାପା ଏତେ ଜିଦ୍ଦି ଯେ ସେ ତାଙ୍କ ଜିଦ୍ଦରୁ ଜମା ବି ହଟୁନାହାନ୍ତି। ମୁଁ ନିଶାକୁ ଆଉ କାହାର ହେବାକୁ କେମିତି ଦେଇପାରିଥାନ୍ତି? ସେ ବା ମୋ ଜୀବନ। ମୁଁ ତା ସହିତ ସମ୍ପର୍କର ଶେଷ ପାହାଚରେ ପହଞ୍ଚି ସାରିବା ପରେ ସେ ଆଉ କାହାର ହେଇଯାଇଥାନ୍ତା, ମୁଁ କ'ଣ ସହିପାରିଥାନ୍ତି? ସବୁ କଥା ରାକେଶ ମୋତେ କହିସାରିବା ପରେ କହିଲା, ସତ କହିଲେ ପ୍ରତାପ ଭାଇ, ଆମେ କ'ଣ ଭୁଲ କରିଛୁ? ମୁଁ କହିଲି, ମୋତେ ଏ କଥା କାହାଣୀ ପାଇଁ କହିଛନ୍ତି। ମୁଁ ତ କାହାଣୀ ନିଶ୍ଚୟ କରିବି, ହେଲେ ତମେ ଠିକ୍ କରିଛ କି ଭୁଲ କରିଛ ଆମ ଦର୍ଶକ ଭାଇ ଭଉଣୀମାନେ କମେଣ୍ଟ କରି ନିଶ୍ଚିତ ଦେବେ। କ'ଣ କମେଣ୍ଟରେ ଆପଣମାନେ ଉତ୍ତର ଦେବେ ତ? ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।